ବିଜୁ ଜନତା ଦଳରୁ ଏଇଭଳିଆ କଳା ସାମ୍ରାଜ୍ୟରେ ଲିପ୍ତ ଥିବା ବ୍ୟକ୍ତି ଯେତେ ସଫା ହେଇଯିବେ ବିଜୁ ଜନତା ଦଳ ପାଇଁ ସେତେ ସୁବର୍ଣ୍ଣ ସୁଯୋଗ। ଅନେକ ଭଲ ଲୋକ ଯୁବ ପ୍ରତିଭା ଆସିବେ ତାଙ୍କ ସ୍ଥାନ ନେବା ପାଇଁ। କିନ୍ତୁ ଇଏ ପବିତ୍ର ଭୂତିଆ ଗଲାବେଳେ ସେଠି ଗୋଟେ କଥା କହିଲା ଯେ କୁଆଡ଼େ ବିଜେପିର ବିକାଶକୁ ଦେଖିକି ସିଏ ବିଜୁ ଜନତା ଦଳ ପରିତ୍ୟାଗ କରିକି କୋଉଠିକି ଗଲା? ଭାରତୀୟ ଜନତା ପାର୍ଟିକୁ। ନା 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 ନା, ଇଡି ସିବିଆଇ ଭୟରେ ନିଜର କଳା ସାମ୍ରାଜ୍ୟକୁ ବଞ୍ଚେଇବା ପାଇଁ ଇଏ ବାବୁ ଜଣକ ପଦ୍ମ ପୋଖରୀର ୱାସିଂ ମେସିନରେ ପଶିଲେ ଡିଟରଜେଣ୍ଟରେ ସଫା ହେଇକି ଭାରତୀୟ ଜନତା ପାର୍ଟିର ଟୋପି ପିନ୍ଧିଛନ୍ତି, ଉତ୍ତରୀୟ ପିନ୍ଧିଛନ୍ତି, ଆଉ ସଦସ୍ୟ ନେଇଛନ୍ତି। ଯୋଉ ଦଳର ନେତାମାନେ କୁହନ୍ତି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ କୁଆଡ଼େ ଇଏ ଟିକେ ହେଲେ ପ୍ରଶୟ ଦିଅନ୍ତି ନାହିଁ, ଶହ ଶହ କୋଟି ଟଙ୍କା ଲୁଟ୍ କରିଥିବା ଲୋକକୁ ନେଇକି ନିଜ କୋଳରେ ବସେଇକି କୁହନ୍ତି ଆମେ ଭାଙ୍ଗିଦେଲୁ ବିଜୁ ଜନତା ଦଳର ଗଡ଼। କିନ୍ତୁ ଯେତେ ଏଇଭଳିଆ ବ୍ୟକ୍ତିଙ୍କୁ ଆପଣମାନେ ନେବେ ଆପଣଙ୍କ ପାଇଁ ସେଟା କ୍ଷତି ହେବ, ବିଜୁ ଜନତା ଦଳର ଲାଭ ହେବ। ଆପଣ ମନେ ରଖିଥାନ୍ତୁ। କାଲି ଭଦ୍ରକରେ ବଢ଼ିଆ କାଣ୍ଡ ସବୁ ହେଇଛି। ବିଜୁ ଜନତା ଦଳ ଭୟଭୀତ ନାହିଁ, ଟୋଟାଲି ଭାବରେ ବିଜୁ ଜନତା ଦଳ ମନସ୍ଥ କଲା ନୂଆ ନେତା ତିଆରି କରିବ। ସେମିତି ତାଲଚେରରେ ମଧ୍ୟ ନୂଆ ନେତା ତିଆରି, ନୂଆ ଲୋକ ସେଠି ନେତୃତ୍ୱ ନେବେ।